କ୍ଷମା କରିହେବ ନାହିଁ। ସୁପରଷ୍ଟାର ଗୋବିନ୍ଦା ଓ ପତ୍ନୀ ସୁନିତା ଆହୁଜାଙ୍କ ସମ୍ପର୍କରେ ଦେଖାଯାଇଛି ଫାଟ। ଛାଡ଼ପତ୍ରକୁ ନେଇ ସୋସିଆଲ ମିଡିଆରେ ଘୂରି ବୁଲୁଛି ଅନେକ ଗୁଜବ ଖବର। ସୁନିତା ଛାଡ଼ପତ୍ର ଗୁଜବ ଖାରଜ କରି ଗୋବିନ୍ଦାଙ୍କ ପ୍ରେମ ସମ୍ପର୍କ ବିଷୟରେ ଇଙ୍ଗିତ କରିଛନ୍ତି, ଯାହାକୁ ନେଇ ଗୋବିନ୍ଦାଙ୍କ ସସ୍ପର୍ଶକ ମଧ୍ୟ ଏକ ପ୍ରକାର ଚହଳ ପଡ଼ିଯାଇଛି। ପରବର୍ତ୍ତୀ ନ୍ୟୁଜକୁ ଯିବା। ଇରାନ ବିକ୍ଷୋଭର ନୂଆ ପର୍ଯ୍ୟାୟ, 5,000 ମୃତ ପୁଣି ଫାଶୀ ଆହ୍ୱାନ, ଟ୍ରମ୍ପଙ୍କୁ ଧମକ। ଇରାନରେ ପ୍ରଚଳିତ ଶାସନ ବ୍ୟବସ୍ଥାର ଅନ୍ତ ଘଟାଇବା ଦାବି ଚାଲିଛି। ଆନ୍ଦୋଳନର ତୀବ୍ରତା କମିଥିଲେ ମଧ୍ୟ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି। ଦେଶର ଅନେକ ପ୍ରମୁଖ ଧାର୍ମିକ ନେତା ବିକ୍ଷୋଭକାରୀଙ୍କୁ ଗଣ ଫାଶୀ ଦେବାକୁ ନୂଆ ଆହ୍ୱାନ ଦେଇଛନ୍ତି। ଇରାନରେ ପ୍ରଚଳିତ ଶାସନ ବ୍ୟବସ୍ଥାର ଅନ୍ତ ଘଟାଇବା ଦାବିରେ ଚାଲିଥିବା ଆନ୍ଦୋଳନର ତୀବ୍ରତା କମିଥିଲେ ମଧ୍ୟ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି। ଦେଶର ଅନେକ ପ୍ରମୁଖ ଧାର୍ମିକ ନେତା ବିକ୍ଷୋଭକାରୀଙ୍କୁ ଫାଶୀ ଦେବାକୁ ନୂଆ ଆହ୍ୱାନ ଦେଇଛନ୍ତି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିଧା ଧମକ ଦେଇଛନ୍ତି। ବିକ୍ଷୋଭ ଓ ଦମନରେ ମୃତ୍ୟୁ ସଂଖ୍ୟା 5,000କୁ ଦେଶରେ ଯାଉଥିବା ବେଳେ